ମୁଣ୍ଡା ବଣିଆରେ ସାମ୍ପ୍ରଦାୟିକ ସଦ୍ଭାବନା ବନ୍ଧୁ ମିଳନ ମାହେ ରାମଙ୍ଗନର ଅବ୍ୟବହିତ ପୂର୍ବରୁ ଭୋଗରାଇର ବାଜିତପୁର ପଞ୍ଚାୟତ ଅଧୀନ ମୁଣ୍ଠାବଣିଆ ଗାଁରେ ସାମ୍ପ୍ରଦାୟିକ ସଦ୍ଭାବନା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଣ୍ଠାବଣିଆ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଗାଁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଏନେଇ ଆୟୋଜିତ ବନ୍ଧୁ ମିଳନ ଉତ୍ସବକୁ ସୁଜାବୁଲ ଶାହା ପୌରାହିତ୍ୟ କରିଥିଲେ। ଏଥିରେ ବ୍ଲକ କଂଗ୍ରେସ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା ଯୋଗଦେଇ ଆମେ ସମସ୍ତେ ଭାରତୀୟ, ଆମମାନଙ୍କ ମଧ୍ୟରେ ବନ୍ଧୁତ୍ୱ ଭାଇଚାରା ସଂସ୍କୃତି ସୁଦୃଢ଼ ରହିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୀବ କୁମାର ସାହୁ ଯୋଗଦେଇ ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ, ସର୍ବୋପରି ଆମମାନଙ୍କର ଏକତା ସଦ୍ଭାବନା ଏକ ବିକଶିତ ଭାରତ ଗଠନରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ଜିଲ୍ଲା ପରିଷଦ ସଦସ୍ୟା ନିବେଦିତା ମହାନ୍ତି, ବାଜିତପୁର ସରପଞ୍ଚ ତୁଳସୀ ଜେନା, ସମିତି ସଦସ୍ୟ ତପନ ଦାସ, ପୂର୍ବତନ ସରପଞ୍ଚ ପରିମଳ ଗିରି, ସମାଜସେବୀ ଗୋପବନ୍ଧୁ ମହାପାତ୍ର, ରବୀନ୍ଦ୍ର ଆର୍ଧେକ, ଜୟକୃଷ୍ଣ ଶତପଥୀ, ରବୀନ୍ଦ୍ର ମହାନ୍ତି, ଜାମସେଦ ଅଲି ଖାଁ, ଫରିଦ ଉଦ୍ଦିନ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଜାଫର ଶାହା ଧନ୍ୟବାଦ ଦେଇଥିଲେ। ଇନ୍ତା ଅଲି ଖାଁ, ସିରାଜୁଦ୍ଦିନ ଶାହା, ଏମ୍ଡି ଆଜିମୁଦ୍ଦିନ, ପାରସ ଖାଁ, ଅଲ୍ଲି ଆସନ ଖାଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ 1500ରୁ ଅଧିକ ଲୋକଙ୍କର ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲା। ଭୋଗରାଇ ମାଇନରିଟି କମ୍ୟୁନିଟି ସେଲ୍ର ଆଉ ଜଣେ ମୁଁ ସମାଜସେବୀ। ମୁଁ ଆଜି ଆପଣମାନଙ୍କୁ ଜଣେଇ ଦେବାକୁ ଚାହୁଁଛି, ଆଇ ଲଭ୍ ଲର୍ଡ ଜଗନ୍ନାଥ, ଆଇ ଲଭ୍ ମହମ୍ମଦ। ତ ଆମେ ଭାଇଚାରା, ମୁସଲିମ ହିନ୍ଦୁ ସମସ୍ତେ ଭାଇଚାରା ବନ୍ଧୁ ମିଳନ ଏଇଟାରେ ସମସ୍ତେ ଯେମିତି ବାନ୍ଧି ରୁହନ୍ତୁ। ଚନ୍ଦ୍ର ସୂର୍ଯ୍ୟ ଯେତେ ଦିନ ପର୍ଯ୍ୟନ୍ତ ରହିବ ଆମର ହିନ୍ଦୁ ମୁସଲିମ ମାନଙ୍କର ଭାଇଚାରା ରହିବ। ତାପରେ ମୁଢାବଣିଆର ଆମର ଯେ ମୁସଲିମ ଭାଇ ମାନେ ଯୋଉ କରିଛନ୍ତି ଭାଇଚାରା ବନ୍ଧୁ ମିଳନର, ଆମର ଆଗକୁ ରମଜାନ ଆସୁଛି, ତ ରମଜାନ ଉପଲକ୍ଷେ ଯୋଉ ପବିତ୍ର ଦିନଟାରେ କରିଛନ୍ତି, ଏଥିରେ ଆମର ହିନ୍ଦୁ ଭାଇ ସମସ୍ତେ ମିଶିକି ଏ ଭୋଗରେଇକୁ ନିଶାମୁକ୍ତ ଦୁର୍ନୀତି ମୁକ୍ତ କେମିତି କରିବା, ଆଉ ସମସ୍ତେ ଲାଗି ପଡି ଭାଇଚାରା ବଚାଇ ରଖିବା, ଆଉ ସୂର୍ଯ୍ୟ ଚନ୍ଦ୍ର ଯେତେ ଦିନ ପର୍ଯ୍ୟନ୍ତ ରହିବ ଆମର ସମସ୍ତଙ୍କ ବନ୍ଧୁ ଏମିତି ରହୁ, ଏମିତି ସବୁଦିନ ଚାଲି ରହୁ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ସନ୍ତୋଷ କୁମାର ଜେନା, ବ୍ଲକ କଂଗ୍ରେସ କମିଟି ସଭାପତି। ଅଶେଷ କୃତଜ୍ଞତା ଦଉଛି ମୋ ତରଫରୁ ଯେ ସେମାନେ ଆପାତତଃ ବାଜିତପୁର ପଞ୍ଚାୟତର ମୁଣ୍ଡାବଣିଆ ଗାଁ ସମସ୍ତ ମୁସଲମାନ ଭାଇ ମାନେ ମିଶିକିରି ଗୋଟେ ବନ୍ଧୁ ମିଳନ କରିଛନ୍ତି, ଯୋଉଠି କି ଚାହେ ସେଇ ବନ୍ଧୁ ମିଳନଟି କେବଳ ମୁସଲମାନ ଭିତରେ ସୀମିତ ନାହିଁ। ଆମମାନଙ୍କୁ ଡାକିଛନ୍ତି ଏବଂ ଆତିଥ୍ୟତାରେ ପ୍ରବଳ ଭାବରେ କି ଭଲ ପ୍ରଦର୍ଶନ କରିଛନ୍ତି। ଆତିଥ୍ୟତା କଣ କରାଯାଏ, ମୁଁ ଆଶା ଓ ବିଶ୍ୱାସ କରୁଛି ତାଙ୍କ ଭିତରେ ଆଜି ସୃଷ୍ଟି ହୋଇଥିବା ଏ ପରମ୍ପରା ସବୁଦିନ ପାଇଁ ରହୁ, ସମାଜକୁ ଗୋଟେ ଭଲ ବାର୍ତ୍ତା ଯାଉ ଯେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ଯୋଉ ଏକ, ଯୋଉଥିପାଇଁ ଆମ ସମ୍ବିଧାନ ମହାନ, ତାହାର ବୀଜ ମନ୍ତ୍ର ଆଜି ମୁଣ୍ଡାବଣିଆ ଗ୍ରାମର ଭାଇ ମାନେ ବନ୍ଧୁତ୍ୱ କରି ବନ୍ଧୁ ମିଳନ ଉତ୍ସବ ଦ୍ୱାରା ପ୍ରଦର୍ଶିତ କଲେ। ଏ ଅବସରରେ ମୁଁ ସମସ୍ତ ଭାଇ ମାନଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିବା ସହିତ ଏଠିକାର ଗୋଟେ ଆୟୁର୍ବେଦିକ ଇମାମି ସେଣ୍ଟର ଅଛି, ଯୋଉଠି କି ଦୀର୍ଘ ଦିନ ଧରି ଡାକ୍ତର ନାହାନ୍ତି। ସରକାରଙ୍କ ଦୃଷ୍ଟିକୁ ନଉଛି, ସରକାର ଏ ଚିକିତ୍ସାଳୟକୁ ଅବହେଳା ନ କରନ୍ତୁ, ଏଠି ଆୟୁର୍ବେଦିକ ଡାକ୍ତର ଦିଅନ୍ତୁ ଏବଂ ମାଦ୍ରାସାରେ ଶିକ୍ଷକ ମଧ୍ୟ ନାହାନ୍ତି, ଡେପୁଟେସନରେ ପଢଉଛନ୍ତି, ଏଠିକୁ ଶିକ୍ଷକ ମଧ୍ୟ ଦିଅନ୍ତୁ। ଏ ଆମର ଆଶା ଓ ବିଶ୍ୱାସ। ଆମେ ସମସ୍ତେ ଭାଇଚାରା ହିସାବରେ ରହୁଛୁ ଏବଂ ଆମର ଉଦ୍ଦେଶ୍ୟ ହଉଛି ରମଜାନ ମାହେ ରମଜାନ ଆଗରୁ ଗୋଟେ ବନ୍ଧୁମିଳନ ବ୍ୟବସ୍ଥା ଗୋଟେ କରିଛୁ ଏବଂ ଏଠି ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷ ସମସ୍ତଙ୍କୁ ନେଇକି ଆମେ କରିଛୁ ଏବଂ ଏଇଟା ଆମେ ଚାହୁଁଛୁ କି ସବୁଦିନ ଆମର ଏ ଭାଇଚାରା ବଜାୟ ରହୁ ଏବଂ ଆମ ଭିତରେ ଆମେ ଭାଇ ଭାଇ ଭଳିଆ ରହୁ ଏବଂ ଆମ ଭିତରେ ବନ୍ଧୁତ୍ୱ ଭଳିଆ ଥାଉ। ଏହାକୁ ଆମେ ଭାବନା ଚିନ୍ତା ଭାବନା ଆମେ ରଖିଛୁ ଏବଂ ଏଇ ହିସାବରେ ଆମେ ଆଜି ଏଟା ଭୋଜି ଭାତ ଗୋଟେ କରିଛୁ ଏବଂ ସମସ୍ତେ ଆମର ଭାଇମାନେ ଯୋଉମାନେ ଆମର ବନ୍ଧୁ ହିସାବରେ ଆମେ ଡାକିଛୁ, ହୁଏତ ମୁଁ ଗୋଟେ ମୁସଲିମ ପିଲା ବା ଅଲଗା ଆମର ଇଏରୁ ଯୋଉମାନେ ବନ୍ଧୁ ହିସାବରେ ଆସୁଛନ୍ତି ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଏବଂ ସମସ୍ତଙ୍କୁ ଆମ ଡାକ କରିଛୁ ଏବଂ ସମସ୍ତେ ଆସିଛନ୍ତି ଏବଂ ମୋର ଏତିକି କହି ମୋର ଭୋଗରାଇରୁ ରାଧାକାନ୍ତ ପ୍ରଧାନଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।